डिजिटल स्वराजर एई भिडियो को आपन पुଣି ଥରେ ସ୍ୱାଗତ। ଆଜି ଆମେ ଦେଖିବା ଏସିଓ କଣ। ଏସିଓ ମାନେ ହେଲା ଆମର ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ, ଯୋଉଟା କି ଆମର କୌଣସି ୱେବସାଇଟ ହଉ କୌଣସି ବ୍ଲଗ ହଉ ତାକୁ ଯଦି ଆମେ ୱେବସାଇଟ ରେ ରାଙ୍କ କରିବାକୁ ଚାହୁଁଛେ କି ପର୍ଟିକୁଲାର 1 ରୁ 5 ନମ୍ବର ଭିତରେ କି 10 ନମ୍ବର ଭିତରେ ମୋର ଜିନିଷଟା ଆସୁ, ସେ ଏନି କମ୍ପାନୀର ଏନି ପ୍ରଡକ୍ଟ ହଉ ସର୍ଭିସ ହଉ, ଆମେ ତାକୁ ଜେନେରାଲି ଏସିଓ କହିବା। ଏସିଓ ଯଦି ଆମେ ଯିବା ଦେଖିବା ତାର ଷ୍ଟେପ ବାଇ ଷ୍ଟେପ ଏସିଓ କେତେ ପ୍ରକାରର, ଓକେ, ତାକୁ କେମିତି ଆମେ ଇମ୍ପ୍ଲିମେଣ୍ଟ କରିବା, ଓକେ, ଆମେ ସେଟା ଦେଖିବା ଷ୍ଟେପ ବାଇ ଷ୍ଟେପ। ଓକେ, ତାର ସବୁ ଟୁଲ୍ସ ଟେକ୍ନିକ୍ସ କଣ ଆମେ ସବୁ ଜାଣିବା। ପ୍ରଥମେ ଆମେ ଦେଖିବା ଏସିଓ ହେଲା, ଆମେ ଜାଣିଲେ ଏସିଓ ମାନେ ସର୍ଚ୍ଚ ଇଞ୍ଜିନ ଅପ୍ଟିମାଇଜେସନ। ତାର କାମ ହେଲା ଗୁଗୁଲ ଆମକୁ ରାଙ୍କ କରାଏ ଆମର ୱେବସାଇଟ ରେ। ଜଣେ ଆମ ନାଁ ଲେଖିଲା କମ୍ପାନୀର ସର୍ଭିସ କିମ୍ବା ପ୍ରଡକ୍ଟ, ସେଇଟା ଆମର ଅଟୋମେଟିକ ଫାଷ୍ଟ ଦେଖାଏ। ସପୋଜ 10 ଜଣଙ୍କ ଭିତରେ ଆମର ନାଁଟା ଆସୁଥିବ କି ଆମର ରାଙ୍କ କରୁଛି ବୋଲେ ଟପ୍ 1 2 3 ରେ ଦେଖାଉଛି, ସେଇଟାକୁ ଏସିଓ ଦ୍ୱାରା ସେଇଟା ହିଁ ପସିବଲ। ଓକେ, ସମସ୍ତଙ୍କର ୱେବସାଇଟ ଅଛି କିନ୍ତୁ ସମସ୍ତଙ୍କର ୱେବସାଇଟ ଏସିଓ, ସମସ୍ତଙ୍କର ଡିଫରେଣ୍ଟ ଅର୍ଗାନାଇଜେସନ ଅଛି। ତମେ ନାଁ ମାରିଲେ ଯୋଉମାନଙ୍କର ଟପ୍ ରେ ଆସୁଛି ଆମେ ଜାଣିବା ସେମାନେ ରାଙ୍କ କରୁଛନ୍ତି। ଏଇଟା ପସିବଲ କେବଳ ଏସିଓ ଦ୍ୱାରା। ଏସିଓ କୁ ଦେଖିବା ଆମେ ଯଦି ତାକୁ ମେନଲି 3ଟା କାଟାଗୋରୀରେ ବିଭକ୍ତ କରାଯାଇଛି: ଅନ୍ ପେଜ ରେସିଓ, ଅଫ୍ ପେଜ ରେସିଓ, ଲୋକାଲ ରେସିଓ। ଓକେ, ଅନ୍ ପେଜ ରେସିଓ ମାନେ ଆମର ପେଜରେ ଏତିକି ସବୁ ଟେକ୍ନିକାଲି ଜିନିଷ ଦିଆହବ, ଇମ୍ପ୍ଲିମେଣ୍ଟ କରାହବ କି ସେଟା ଆମକୁ ରାଙ୍କ କରିବ। ଅଫ୍ ପେଜ ସେମିତି, ଯେଟା ଆମର ଲିଙ୍କ କୁହାଯାଏ, ବ୍ୟାକ୍ ଲିଙ୍କ। ଓକେ, ସେଇଗୁଡାକୁ ଆମେ ଏଇଠି କେମିତି ୟୁଜ କରିବା ମୁଁ ଲାଷ୍ଟକୁ ଦେଖେଇବି, ପ୍ରାକ୍ଟିକାଲି ଦେଖେଇବି କେମିତି ଏସିଓ ହୁଏ। ଗୋଟେ ଏସିଓ କରିବା ପାଇଁ କିୱାର୍ଡ ରିସର୍ଚ୍ଚର କଣ କଣ ଦରକାର, ଆମର କଣ କଣ କିୱାର୍ଡ ଆମେ ଦେଲେ ଆମର ଏସିଓ ଟା ରାଙ୍କ କରିବ। କିୱାର୍ଡ ର ଗୋଟେ ମାନେ ମୁଖ୍ୟ ଭୂମିକା ନେଇଥାଏ ଏସିଓ ରେ, କି ଆମକୁ ରାଙ୍କ କରିବାରେ ସେଟା ହେଲ୍ପ କରିଥାଏ। ଆପଣ ମାନେ ଯଦି ଚାହୁଁଛନ୍ତି କି ଏଇ ସବୁ ଜିନିଷ ଆପଣ ଷ୍ଟେପ ବାଇ ଷ୍ଟେପ ଶିଖନ୍ତୁ, ତାର କଣ ଅଛି ଟେକ୍ନିକ୍ସ ୟୁଜ କଲେ ଆମର ୱେବସାଇଟ ଟା କି ପ୍ରଡକ୍ଟ ପର୍ଟିକୁଲାର ପ୍ରଡକ୍ଟ ସର୍ଭିସ ଗୁଗଲରେ ରାଙ୍କ କରିବ, ଆମର ଭିଡିଓ ତଳେ ଡେସ୍କ୍ରିପସନରେ ଆମର ଆପ୍ ଆଭେଲେବୁଲ ଅଛି, ଡିଜିଟାଲ ସ୍ୱରାଜ ଆପ୍। ସେଠି ଆପଣ ତାକୁ ସବସ୍କ୍ରାଇବ କରନ୍ତୁ ଯଦି ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି। ଆଉ ତାର ତଳେ ଆମର ଆପ୍ ଆଭେଲେବୁଲ ଅଛି, ଆପ୍ କୁ ଆପଣ ଜଏନ କରନ୍ତୁ। ସେଥିରେ ଆମର ଡିଜିଟାଲ ସୁନିତ ନାମର ଗୋଟେ ଫ୍ରି କୋର୍ସ ଅଛି, ତାକୁ ଦେଖିପାରିବେ। ଏବଂ ଏସିଓ ବିଷୟରେ ଅଧିକ ଜାଣିବା ପାଇଁ ଆମର ଏସିଓ ଶାସ୍ତ୍ର ବୋଲି ଗୋଟେ କୋର୍ସ ଅଛି, ତାକୁ ଆପଣ ମାନେ ବ୍ୟୟ କରିପାରିବେ। ଡିଜିଟାଲ ସ୍ୱରାଜକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।